students, welcome back to SK Tuition Point. ତମର ଦଶମ ଶ୍ରେଣୀ ପିଲାଙ୍କର ଇଣ୍ଟରନାଲ ଆସେସମେଣ୍ଟ 3 2024-25 ର କପିରାଇଟ୍ ଅବସ୍ଥା ଜେନେରାଲ ସାଇନ୍ସ କ୍ୱେଶ୍ଚନ୍ 100% ରିଅଲ କ୍ୱେଶ୍ଚନ୍ ପେପର ଆଣିଛି। କ୍ୱେଶ୍ଚନ୍ ୱିଥ୍ ଆନ୍ସର ଡିସ୍କସନ୍ କରିବା ତା ପୂର୍ବରୁ ଜଲ୍ଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ବେଲ୍ ଆଇକନକୁ ଅଲ୍ ନୋଟିଫିକେସନ୍ ଅନ୍ କରିନିଅ, କାରଣ ମୁଁ ଏମିତି ତମ ପାଇଁ କ୍ୱେଶ୍ଚନ୍ ୱିଥ୍ ଆନ୍ସର ସହିତ ମୁଁ କ୍ୱେଶ୍ଚନ୍ ଆଣୁଛି। ଓକେ, ତ ସବୁ ଭିଡ଼ିଓ ତୁମମାନଙ୍କୁ ଏମିତି ଦେଖିବାକୁ ମିଳିବ, ସେଥିପାଇଁ ଜଲ୍ଦି ଅନ୍ କରିକି ରଖିନିଅ, ତୁମ ପାଖକୁ ଫାଷ୍ଟ ନୋଟିଫିକେସନ୍ ପହଞ୍ଚିଯିବ। ତ ଚାଲ କ୍ୱେଶ୍ଚନ୍ ୱିଥ୍ ଆନ୍ସର ଦେଖିବା। ତା ପୂର୍ବରୁ ଜଲ୍ଦି ପିଲାମାନେ ଡେସ୍କ୍ରିପ୍ସନରେ ଲିଙ୍କ୍ ଅଛି, ଟେଲିଗ୍ରାମ ଚ୍ୟାନେଲ୍ ଆଉ ହ୍ୱାଟ୍ସଆପ୍ ଚ୍ୟାନେଲ୍ରେ ଜଏନ୍ ହେଇଯାଅ, କାରଣ ସେଇଠୁ ମୁଁ PDF ପଠାଇଦିଏ। କ୍ୱେଶ୍ଚିନ୍ ଯଦି ଲଙ୍ଗ୍ କ୍ୱେଶ୍ଚିନ୍ ଥାଏ ତାହେଲେ ସେଇଠି ମୁଁ ଆନ୍ସର ପଠାଇଦିଏ। ଓକେ, ତ ଚାଲ ଦେଖିବା କ'ଣ ରହିଛି କ୍ୱେଶ୍ଚିନ୍। ବାୟୁମଣ୍ଡଳର କାର୍ବନ ଡାଇଅକ୍ସାଇଡ୍ର ପରିମାଣ କେତେ? ଏଇଟା ତୁମେ ଜାଣିଛ 78%। ତାପରେ ଅଛି ପରମାଣୁ ଓ ପରମାଣୁ ମଧ୍ୟରେ ଇଲେକ୍ଟ୍ରନ୍ ଯୁଗଳ ସହଭାଜନ ଫଳରେ କେଉଁ ବନ୍ଧ ଗଠିତ ହୁଏ? କେଉଁ ବନ୍ଧ? ଦ୍ୱିବନ୍ଧ। ତାପରେ ଅଛି ଦେଖ, ସହସଂଯୋଜ୍ୟ ଯୌଗିକ ଗୁଡ଼ିକ ବିଦ୍ୟୁତ୍ କୁପରିବାହୀ କାହିଁକି? କାରଣ ସେମାନେ ପଂକ୍ତି ସହ ସଂଯୁକ୍ତ ହୋଇଥାନ୍ତି। ତାପରେ ଦେଖ ଦେଇଛି, ଗ୍ରାଫାଇଟ୍ ଅଣୁର କେଉଁ ପ୍ରକାର ବିନ୍ୟାସ ଦେଖାଯାଏ? କେଉଁ ପ୍ରକାର? ବିରଳ। ତାପରେ ସଲଫର ଅଣୁରେ କେଉଁ ପ୍ରକାର ସଂରଚନା ଦେଖାଯାଏ? ତ ପିଲାମାନେ ଏଇଟା ଟିକେ ତୁମେ ଚେକ୍ କରିବ, ମୁଁ ଟେଲିଗ୍ରାମରେ ବି ମୁଁ ଆନ୍ସର ପଠାଇଦେବି, ତୁମକୁ ବହୁତ ସୁବିଧା ହେବ, ସେଥିପାଇଁ ଜଏନ୍ ହେଇଯାଅ। ତାପରେ ଦେଖ ୟୁନିଟ୍ 2 ଦେଖିବା ଆମେ। 3ଟି ଲେଖାଏଁ ମୌଳିକକୁ ଡୁବେରିନ୍ର ଯେଉଁ ଗ୍ରୁପ ଗଠନ କରିଥିଲେ ତାକୁ କ'ଣ କୁହାଯାଏ? ଡୁବେରିନ୍ ଟ୍ରାଇଡ୍ ସମୂହ। ତାପରେ ଅଛି ଦେଖ, ନ୍ୟୁଲ୍ୟାଣ୍ଡଙ୍କ ଅଷ୍ଟକ ନିୟମ କେଉଁ ମୌଳିକ ପର୍ଯ୍ୟନ୍ତ ପ୍ରଯୁଜ୍ୟ ଥିଲା? କେଉଁଟି? ବ୍ୟାଲସିୟମ୍। ତାପରେ ଅଛି, ମେଣ୍ଡେଲିଭ୍ କେତୋଟି ମୌଳିକ ନେଇ ପର୍ଯ୍ୟାୟ ସାରଣୀ ପ୍ରସ୍ତୁତ କରିଥିଲେ? କେତୋଟି? 63ଟି। ତାପରେ ଅଛି ଦେଖ, ପରମାଣୁ କ୍ରମାଙ୍କ ସମାନ ଓ ବସ୍ତୁତ ସଂଖ୍ୟା ଭିନ୍ନ ଥିବା ପରମାଣୁ ଗୁଡ଼ିକୁ କ'ଣ କୁହାଯାଏ? ଆଇସୋଟୋପ୍। ଓକେ, କ'ଣ? ଆଇସୋଟୋପ୍। ଆଧୁନିକ ପର୍ଯ୍ୟାୟ ନିୟମ କ'ଣ? ଆଧୁନିକ ପର୍ଯ୍ୟାୟର ନିୟମ ହେଲା ମୌଳିକ ଗୁଡ଼ିକର ଗୁଣ ସେଗୁଡ଼ିକ ପରମାଣୁ କ୍ରମାଙ୍କର ପର୍ଯ୍ୟାୟ ଫଳନ। ତାପରେ ଅଛି ଦେଖ, ୟୁନିଟ୍ 3, ବାହ୍ୟ ଉଦ୍ଦୀପନା ପ୍ରଭାବରେ ଉଦ୍ଭିଦର ବୃଦ୍ଧି ଜନିତ ଚଳନକୁ କ'ଣ କୁହାଯାଏ? କ'ଣ କୁହାଯାଏ? ଟ୍ରାପିଜିମ୍। ତାପରେ ଅଛି ଦେଖ, ସ୍ପର୍ଶ ଜନିତ ବାହ୍ୟ ଉଦ୍ଦୀପନା ଯୋଗୁଁ ଉଦ୍ଭିଦ କୋଷର ଦ୍ରୁତ ରାସାୟନିକ ପରିବର୍ତ୍ତନ ଗତିକୁ କ'ଣ କୁହାଯାଇଥାଏ? ବାହ୍ୟ ଚାଳିତ ଗତି। ନେକ୍ସଟ ଅଛି ପିଲାମାନେ 3 ପଏଣ୍ଟଟା, ମସ୍ତିଷ୍କ ଉପରେ ଥିବା ବାହ୍ୟ ଆବରଣକୁ କ'ଣ କୁହାଯାଇଥାଏ? ନା ଖପୁରି। ତାପରେ ଆମ ଶରୀରର ଦୀର୍ଘତମ କୋଷ କିଏ? ସ୍ନାୟୁ କୋଷ। ତାପରେ ଦେଖ ୟୁନିଟ୍ 3 ବାହ୍ୟ ଉଦ୍ଦୀପନା ଆମେ ଚେକ୍ କଲେ, ଏଇଟା ୟୁନିଟ୍ 3ର B ପଏଣ୍ଟଟା, କ'ଣ ନଥିବାରୁ ପରିପକ୍ୱ ସ୍ନାୟୁ କୋଷର ବିଭାଜନ ହୁଏ ନାହିଁ? କୋଉଟା? ସେଣ୍ଟ୍ରିଓଲ। ତାପରେ ଅଛି ଦେଖ ୟୁନିଟ୍ 4, ଅର୍ଦ୍ଧ ବିଭାଜନ ଶେଷରେ ଗୋଟିଏ ମାତୃକୋଷରୁ କେତୋଟି ଅପତ୍ୟ କୋଷ ଉତ୍ପନ୍ନ ହୁଏ? କେତୋଟି? 2ଟି। ତାପରେ ଅର୍ଦ୍ଧ ବିଭାଜନର ପ୍ରଥମ ବିଭାଜନରେ କେଉଁ ଉପବସ୍ଥାରେ ପାରନ୍ତରଣ ଘଟିଥାଏ? ତୃତୀୟ। ଓକେ, ତାପରେ ଅଛି ଦେଖ, ଜାଇଗୋଟିନ୍ ଉପବସ୍ଥାରେ ପିତାମାତାଙ୍କ ଠାରୁ ଆସିଥିବା ସଦୃଶ ଗୁଣସୂତ୍ର ଗୁଡ଼ିକ ପରସ୍ପର ଆଡ଼କୁ ଆକୃଷ୍ଟ ହୋଇ ଲମ୍ବ ଭାବରେ ଯୋଡ଼ା ହୋଇ ଲାଗି ରହିବା ଅବସ୍ଥାକୁ କ'ଣ କୁହାଯାଏ? ବଂଶାନୁକ୍ରମିକ। ତାପରେ ଇଷ୍ଟ କେଉଁ ପ୍ରକ୍ରିୟାରେ ସାଧାରଣତଃ ବଂଶ ବୃଦ୍ଧି କରିଥାଏ? ସୁରସାର। ପିଲାମାନେ ଆମର ଓଡ଼ିଆ କ୍ୱେଶ୍ଚିନ୍ ଅପଲୋଡ଼ ହେଇଯାଇଛି, ତୁମେ ଚ୍ୟାନେଲକୁ ଟଚ୍ କରିକି ଯାଇକି ଦେଖିପାରିବ। ଆଉ ଯେଉଁ ପିଲାମାନେ ମେମ୍ବରସିପ୍ ନେଇନ, 89 ରୁପିଜ୍ରେ ମେମ୍ବରସିପ୍ ନେଇଯାଅ, କାହିଁକିନା ଆଗକୁ ତୁମମାନଙ୍କ ପାଇଁ ଭଲ ହେବ, ମୁଁ କହିବି ସେ ବିଷୟରେ। ଆଉ ଯଦି କୌଣସି ମୋଟିଭେସନ୍ କିମ୍ବା ଟାଇମ୍ ଟେବୁଲ୍ ହେରିକା ଦରକାର ତେବେ ମୋତେ ଜଣାଇବ। ମୁଁ ଅଲରେଡ଼ି କେତେଟା 2-3ଟା ଭିଡ଼ିଓ ଅପଲୋଡ଼ କରିଛି। ଓକେ, ପୂର୍ବ ଭିଡ଼ିଓ ଯାଇକି ଚେକ୍ କରିପାରିବ। ତାପରେ ନିଷେକ ନ ହୋଇ ଓକେ ଡିମ୍ବାଣୁର ବୃଦ୍ଧି ଘଟି ଭ୍ରୂଣ ସୃଷ୍ଟି ହେଲେ ତାହାକୁ କି ପ୍ରକାର ଜନନ କୁହାଯାଇଥାଏ? ପାରଥୋଜିନେସିସ୍। ଓକେ, ପାରଥୋଜିନେସିସ୍। ତାପରେ ଅଛି ଦେଖ, ମଲ୍ଟିପୁଲ୍ ଆସେସମେଣ୍ଟ ୟୁନିଟ୍ 1 ଅଛି, କାର୍ବନ ପରମାଣୁ ସହିତ ବନ୍ଧ ଗଠନ କରିବା ଗୁଣକୁ କ'ଣ କୁହାଯାଏ? କାର୍ଟିନେସନ୍। ଓକେ, ତାପରେ ଅଛି ଦେଖ, କାର୍ବନ ପରମାଣୁ ମଧ୍ୟରେ ତ୍ରିବନ୍ଧ ଥିବା ଯୌଗିକ ଗୁଡ଼ିକର ସାଧାରଣ
ଅଣୁ ସଂକେତ କୋଉଟା CnH2n-2 CnH2n-2 ତାପରେ ଅଛି ଦେଖ କେଉଁ ଅମ୍ଳ ଘନୀଭୂତ ହେଲେ glacial acidic acid ଦେଇଥାଏ କୋଉଟା ଏସିଟିକ୍ ଅମ୍ଳ ଓକେ ତାପରେ ଗୋଟିଏ ଏସିଡ୍ ଓ ଗୋଟିଏ ଆଲକୋହଲର ରାସାୟନିକ ପ୍ରତିକ୍ରିୟାରୁ କ'ଣ ମିଳିଥାଏ ଇଷ୍ଟର ଏବଂ ଜଳ ମିଳିଥାଏ ସାବୁନ ପାଣି କାହିଁକି ମେଘୁଆ ଦେଖାଯାଏ ସାବୁନ ପାଣି କାହିଁକି ମେଘୁଆ ଦେଖାଯାଏ କାରଣ ଏହା ଏକ କଲୋଏଡାଲ ସମାଧାନର ସୃଷ୍ଟି ହୋଇଥାଏ ତାପରେ ୟୁନିଟ୍ 2 ଦେଖ ଯେଉଁ ମୌଳିକର ଇଲେକ୍ଟ୍ରନ୍ ସଂରଚନା 2, 8, 7 ବା 287 ତାହାର ପରମାଣୁ କ୍ରମାଙ୍କ କେତେ ହେବ 17 CA ର ପରମାଣୁ କ୍ରମାଙ୍କ 20 ଏହା ପର୍ଯ୍ୟାୟ ସାରଣୀର କେଉଁଟି ଅବସ୍ଥିତି କୋଉଟା ଶ୍ରେଣୀ ହେଉଛି 1 ଏବଂ ଚତୁର୍ଥ ପର୍ଯ୍ୟାୟରେ ତାପରେ ଯେ ଦେଖ ଆଧୁନିକ ପର୍ଯ୍ୟାୟ ସାରଣୀକୁ କେତୋଟି ଗ୍ରୁପ ଓ କେତୋଟି ପର୍ଯ୍ୟାୟରେ ଅଛି 18ଟି ଗ୍ରୁପ ଏବଂ 7ଟି ପର୍ଯ୍ୟାୟ ତାପରେ ଦେଖ ଅଛି 1 ମିଟର କେତେ ପିକୋମିଟର ନା 10 to 12 ମିଟର ଓକେ ବା 10 to 12 ପିକୋମିଟର ତ ମିଟର ନ ଲେଖି ପିକୋମିଟର ଲେଖିବ ଭଲ ମାର୍କ ଆସିବ ଓକେ ତାପରେ କେଉଁ ମୌଳିକର ସ୍ଥାନ ପାଇଁ ଅସଙ୍ଗତ ପରିଲକ୍ଷିତ ହୁଏ ଆଲୋକ ପୀଡ଼ା ତାପରେ ଅଛି ୟୁନିଟ୍ 3 ଦେଖ କ ସ୍ତମ୍ଭ ପ୍ରତ୍ୟେକ ପଦ ସହିତ କ ସ୍ତମ୍ଭ ଏଇଟା ମିଳେଇବ ଓକେ ତ ଦେଖ ଲାଳ ଗ୍ରନ୍ଥି କୋଉଟା ବହିଃସ୍ରାବୀ ଗ୍ରନ୍ଥି ତାପରେ ଅଛି ଥାଇରଏଡ୍ ଅନ୍ତଃସ୍ରାବୀ ଗ୍ରନ୍ଥି ଏଣ୍ଟିଡାୟୁରେଟିକ୍ ହର୍ମୋନ୍ କୋଉଟା ଭାସୋପ୍ରେସିନ୍ ତାପରେ ଅଛି ମେଲାଟୋନିନ୍ ଜୈବିକ ବଡି ଏଡ୍ରିନାଲିନ୍ ଆପତକାଳୀନ ଗ୍ରନ୍ଥି ତ ଏମିତି ଥିଲା ତମ କ୍ୱେଶ୍ଚିନ୍ ନେକ୍ସଟ କ୍ୱେଶ୍ଚିନ୍ ଅଛି ୟୁନିଟ୍ 4 ର କଖାରୁ ଫୁଲ ଏକଲିଙ୍ଗୀ ହେଲେ ସୋରିଷ ଫୁଲ କ'ଣ ହବ ଦୁଇଲିଙ୍ଗୀ ଏଇଟା ତମେ ଜାଣିପାରିବ ନିହାତି ଭାବେ ପରାମେସିୟମର କୋଷ ବିଭାଜନ ତ ଅନୁପ୍ରସ୍ଥ ଦ୍ୱିଭାଜନ ଯାହାକି ୟୁଗ୍ଲିନାର କ'ଣ ହବ ୟୁଗ୍ଲିନାର ବହିଃପ୍ରସ୍ଥ ଏଇଟା ଅନୁପ୍ରସ୍ଥ ହେଲେ ଏଇଟା ବହିଃପ୍ରସ୍ଥ ସିଓର ହବ ତାପରେ ଚଳରେଣୁ ଇଲୋଥ୍ରିକସ୍ ଅଚଳ ରେଣୁ କ'ଣ ହବ ଏଇଟା ଟିକେ ଚେକ୍ କରିବ ତମେ ତାପରେ ଦେଖ ସୁକ୍ରାସ ହେଉଛି ଟେଷ୍ଟୋଷ୍ଟିରନ୍ ଡିମ୍ବାଶୟ ହେଉଛି ଭାସୋପ୍ରେସିନ୍ ତାପରେ ନଳିନଷ୍ଟି ହେଉଛି ପୁଅ ଯୁଗ୍ମକ ମେରୁନଷ୍ଟି ହେଉଛି କ'ଣ ସ୍ତ୍ରୀ ଯୁଗ୍ମକ ଆସ୍ପିରେସନାଲ କମ୍ପୋନେଣ୍ଟ ପିଲାମାନେ ଏମିତି ତମର ଦେଇଛି ଗୋଟିଏ ବିକରର ପ୍ରାୟ 20 ମିଲି ଜଡ଼ା ତେଲ କପା ମଞ୍ଜି ତେଲ ଲିକ୍ସିଡ୍ ତେଲ ନିଅ ଏଥିରେ 30% NaOH ମିଶାଅ ଏହି ଦ୍ରବଣକୁ ଅନବରତ ଘାଣ୍ଟି ମିଶ୍ରଣଟି ବହଳିଆ ହେବା ପର୍ଯ୍ୟନ୍ତ କିଛି ସମୟ ଗରମ କର 5 ରୁ 10 ଗ୍ରାମ ଖାଇବା ଲୁଣ ଏଥିରେ ପକାଅ ମିଶ୍ରଣଟିକୁ ଭଲ ଭାବେ ଘାଣ୍ଟି ଦିଅ ଏହାକୁ ଥଣ୍ଡା ହେବାକୁ ଦିଅ ସାବୁନ ପ୍ରସ୍ତୁତ ହୋଇ ଏହାକୁ ବିଭିନ୍ନ ଆକାରରେ କାଟ ସୁଗନ୍ଧ ଓ ରଙ୍ଗ ମିଶାଇ ବିଭିନ୍ନ ପ୍ରକାର ସାବୁନ ତିଆରି କରିହେବ 2ରେ ଅଛି ମେଣ୍ଡେଲିଙ୍କ 2 ସଂକରଣ ପରୀକ୍ଷଣ ଏକ ଟେବୁଲ ମାଧ୍ୟମରେ ପ୍ରଦର୍ଶନ କର ତ ଏଇଟା ମୁଁ ଆନ୍ସର ପଠାଇ ଦେଇଛି ଆମ ଟେଲିଗ୍ରାମ ଚ୍ୟାନେଲରେ ତମେ ଯାଇକି ଜଏନ୍ ହେଇକି ଚେକ୍ କରିପାରିବ ତ ରହିଲି ବେଷ୍ଟ ଅଫ୍ ଲକ୍ ଫର୍ ୟୁର ଏକ୍ଜାମିନେସନ୍ ଯଦି ML କ୍ୱେଶ୍ଚିନ୍ ଦେଖିନ ଜଲ୍ଦି ଚ୍ୟାନେଲକୁ ଦେଖିନିଅ ଆଉ ଏତେବେଳେ ପର୍ଯ୍ୟନ୍ତ ଯଦି ସବସ୍କ୍ରାଇବ୍ କରିନା ତେବେ ସବସ୍କ୍ରାଇବ୍ କରିକି ନିଜ ସାଙ୍ଗମାନଙ୍କ ପାଖକୁ ଜଲ୍ଦି ସେୟାର କରିନିଅ କାହିଁକିନା ସେମାନେ ବି କ୍ୱେଶ୍ଚିନ୍ ଜାଣନ୍ତୁ ଓକେ ରହିଲି